ବାଇକ୍କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ। କ୍ଷତିପୂରଣ ଦାବି କରି ଶବ ରଖି ରାସ୍ତାରୋକ କଲେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା। ଦୀର୍ଘ 4 ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଦେଇ ଯାଇଥିବା ଜାତୀୟ ରାଜପଥ 26 ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ଛକ ନିକଟରେ। ଏକ ବାଇକ୍କୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି। କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ସହରରୁ ବୋରିଂପଦରପଟକୁ ଯାଉଥିବା OR19N 4703 ନମ୍ବର ବିଶିଷ୍ଟ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କେସିଙ୍ଗା ଗହତିଆପଡ଼ାର 35 ବର୍ଷୀୟ ଯୁବକ ମୁକେଶ ଷଣ୍ଢକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ରାସ୍ତା ଉପରେ ହିଁ ମୁକେଶଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଖବର ପାଇ କେସିଙ୍ଗା ପୁଲିସ ଆମ୍ବୁଲାନ୍ସ ଯୋଗେ ମୁକେଶଙ୍କ ଶରୀରକୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା ବେଳେ ପରେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବି ନେଇ ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତାରୋକ କରିଥିଲେ। କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଓ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗ ସ୍ଥାନୀୟ ବାସିନ୍ଦା ବୁଝାସୁଝା କରିବା ପରେ ଦୀର୍ଘ 4 ଘଣ୍ଟା ପରେ ରେଡ୍ କ୍ରସର ସହାୟତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସହାୟତା କରିବା ପାଇଁ କହିବା ପରେ ସନ୍ଧ୍ୟା 7 ଘଣ୍ଟା ସମୟରେ ରାସ୍ତାରୋକରୁ ଓହରିଥିଲେ ପରିବାରବର୍ଗ।